କରନ୍ତୁ। ମଧ୍ୟ ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ବୋଝର ସହିତ ପ୍ରାର୍ଥନା କରିଛନ୍ତି। ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର ଅଟନ୍ତି। ଆମମାନେ ବିଶ୍ୱାସ ଭରସା କରି ତାଙ୍କ ନିକଟରେ ପ୍ରାର୍ଥନା କରୁଛୁ ଏବଂ ପ୍ରଭୁ ଆମମାନଙ୍କୁ ପ୍ରାର୍ଥନାର ଉତ୍ତର ମଧ୍ୟ ଅନେକ ସମୟ ଦେଇକି ଆସୁଅଛନ୍ତି। ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର, ଏହି ସମୟ ମଧ୍ୟରେ ଆମମାନେ ପ୍ରଭୁଙ୍କର ପାଦ ତଳେ ବସିଛୁ। ଆମମାନେ ପ୍ରଭୁଙ୍କର ସ୍ତୁତି ଆରାଧନା କରିବା। ବର୍ତ୍ତମାନ ମୁଁ ପ୍ରଭୁଙ୍କ ନାମରେ ପ୍ରିୟ ଭଉଣୀକି ଆହ୍ୱାନ କରେ, ଶୁଭଶ୍ରୀ କି ଆହ୍ୱାନ କରେ। ତହିଁ ପୂର୍ବରୁ ମୁଁ ଗୋଟିଏ ଅଂଶ ପାଠ କରିବି, ତାହା ହେଉଛି ଗୀତ ସଂହିତା 117 ପର୍ବ ମାତ୍ର। ହେ ସର୍ବଦେଶୀୟ ମାନେ, ତୁମ୍ଭେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର। ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର, କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କର ଦୟା ଅତିଶୟ ଓ ସଦା ପ୍ରଭୁଙ୍କର ସତ୍ୟତା ଅନନ୍ତ କାଳ ସ୍ଥାୟୀ। ପ୍ରଭୁ ଏହି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମମାନେ ପ୍ରତ୍ୟେକ ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ଆମମାନେ ପ୍ରଭୁଙ୍କର ପାଦ ତଳେ ବସିଛୁ। ବର୍ତ୍ତମାନ ଭଉଣୀ ଯେଉଁ ସ୍ତୁତି ଆରାଧନା କରିବେ, ଗୀତ ସକଳ ବୋଲିବେ, ଆମମାନେ ସେହି ଗୀତରେ ମନୋଯୋଗ ହେବା ଏବଂ ପ୍ରଭୁଙ୍କର ପ୍ରଶଂସା କରିବା। ଆମମାନଙ୍କର ହୃଦୟ ମନ ଆତ୍ମାକୁ ପ୍ରଭୁଙ୍କ ନିକଟରେ ସମର୍ପି ଦେବା ଏବଂ ପ୍ରଭୁଙ୍କର ଗୌରବ କରିବା। ଏହି ସମୟରେ ମୁଁ ପ୍ରଭୁଙ୍କ ନାମରେ ଆହ୍ୱାନ କରେ, ଆମମାନଙ୍କର ଝିଅ ଶୁଭଶ୍ରୀ ସମ୍ମୁଖକୁ ଆସିବେ ଆଉ ଏବଂ ସ୍ତୁତି ଆରାଧନା କରି ଆମମାନଙ୍କ ନିମନ୍ତେ ସେ ଉତ୍ସାହିତ କରିବେ ଏବଂ ଗାନ କରିବେ। ବର୍ତ୍ତମାନ ପ୍ରଭୁଙ୍କ ନାମରେ ତାଙ୍କୁ ଆହ୍ୱାନ କରୁଛି। ମା ସମ୍ମୁଖକୁ ଆସି ଆପଣଙ୍କର ସମୟ, ଆପଣ ସ୍ତୁତି ଆରାଧନା କରନ୍ତୁ। ଧନ୍ୟବାଦ। ନମସ୍କାର ଝିଅ। Praise the Lord. Hallelujah. ସମସ୍ତଙ୍କୁ ଶୁଭା ଯାଉଛି? Hallelujah. Praise the Lord. ଶୁଭା ଯାଉଛି। Praise the Lord. ଏହି ଜୁମ୍ ମାଧ୍ୟମରେ ଯେତେବେଳେ ଏହି ସମୟରେ ଯୋଡ଼ି ବସି ଅଛନ୍ତି, ଆସନ୍ତୁ ମୁଁ ସେମାନଙ୍କୁ ସମସ୍ତଙ୍କୁ ମୋ ତରଫରୁ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଇ ନମସ୍କାର। ଆଉ ମତେ ସ୍ନେହର ପ୍ରେମର ସହିତ ଏକ ସୁନ୍ଦର ସୁଯୋଗ ଦେଇଥିବାରୁ ଏଠାରେ ଉପସ୍ଥିତ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଭୁଙ୍କର ଗୌରବ କରୁ କରୁ, ପ୍ରଶଂସା କରୁ କରୁ ଆସନ୍ତୁ ଏକ ଗୀତ ଗାନ କରିବା। ଆଉ ସେହି ଗୀତଟିର ନାମ ହେଉଛି ଗୌରବ ପ୍ରଶଂସା ସମ୍ଭ୍ରମ। ଆସନ୍ତୁ ସମସ୍ତେ ମିଶି ଏହି ଗୀତଟିକୁ ଗାନ କରିବା। ଗୌରବ ପ୍ରଶଂସା ସମ୍ଭ୍ରମ ମହିମାରେ ପରିପୂର୍ଣ୍ଣ, ପ୍ରଭୁ ମାନଙ୍କ ପ୍ରଭୁ ମହାନ, ପ୍ରିୟ ଯୀଶୁ ରାଜା ମୋ। ଗୌରବ ପ୍ରଶଂସା ସମ୍ଭ୍ରମ ମହିମାରେ ପରିପୂର୍ଣ୍ଣ, ପ୍ରଭୁ ମାନଙ୍କ ପ୍ରଭୁ ମହାନ, ପ୍ରିୟ ଯୀଶୁ ରାଜା ମୋ। ହାଲେଲୁ ହୋସାନା, ହାଲେଲୁୟା ହୋସାନା, ହାଲେଲୁ ହାଲେଲୁ ହାଲେଲୁୟା। ଗୌରବ ପ୍ରଶଂସା ସମ୍ଭ୍ରମ ମହିମାରେ ପରିପୂର୍ଣ୍ଣ, ପ୍ରଭୁ ମାନଙ୍କ ପ୍ରଭୁ ମହାନ, ପ୍ରିୟ ଯୀଶୁ ରାଜା ମୋ। ସରଗମର ତଟଇ ତାଙ୍କ ଅଧୀନ, ପାପୀଙ୍କ ପାଇଁ ସାଧିଲେ ମହାପରିତ୍ରାଣ। ସରଗମର ତଟଇ ତାଙ୍କ ଅଧୀନ, ପାପୀଙ୍କ ପାଇଁ ସାଧିଲେ ମହାପରିତ୍ରାଣ। କରୁଣାରେ ପୂର୍ଣ୍ଣ, ଦୟାରେ ମହାନ,
କରୁଣାରେ ପୂର୍ଣ୍ଣ ଦୟାରେ ମହାନ କର ତାଙ୍କ ଜୟ ଗାନ। ଗୌରବ ପ୍ରଶଂସା ସମ୍ଭ୍ରମ ମହିମାରେ ପରିପୂର୍ଣ୍ଣ ପ୍ରଭୁ ମାନଙ୍କ ପ୍ରଭୁ ମହାନ ପ୍ରିୟ ଯୀଶୁ ରାଜା ମୋ ସ୍ନେହ ପୂର୍ଣ୍ଣ କରୁଣା ପାଇ ଧନ୍ୟବାଦ କର ତାହାଙ୍କ ସତ୍ୟତା ସକାଶେ ତାହାଙ୍କ ସ୍ତୁତି କର ସ୍ନେହ ପୂର୍ଣ୍ଣ କରୁଣା ପାଇ ଧନ୍ୟବାଦ କର ତାହାଙ୍କ ସତ୍ୟତା ସକାଶେ ତାହାଙ୍କ ସ୍ତୁତି କର ସମ୍ଭ୍ରାନ୍ତ କରଣେ ହୃଷ୍ଟ ଚିତ ମନେ ସମ୍ଭ୍ରାନ୍ତ କରଣେ ହୃଷ୍ଟ ଚିତ ମନେ ତାହାଙ୍କ ପ୍ରଶଂସା କର ଗୌରବ ପ୍ରଶଂସା ସମ୍ଭ୍ରମ ମହିମାରେ ପରିପୂର୍ଣ୍ଣ ପ୍ରଭୁ ମାନଙ୍କ ପ୍ରଭୁ ମହାନ ପ୍ରିୟ ଯୀଶୁ ରାଜା ମୋ ପ୍ରିୟ ଯୀଶୁ ରାଜା ମୋ ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେମାନେ ସମସ୍ତେ ସୁସ୍ଥିର ହେବା ପୁଣି ଆଉ ଏକ ଦ୍ୱିତୀୟ ଗୀତ ଗାନ କରିବା। ସେ ହେଉଛନ୍ତି ସ୍ନେହପୂର୍ଣ୍ଣ ଓ କରୁଣାପୂର୍ଣ୍ଣ ଅଟନ୍ତି ଏହି ସମସ୍ତେ ସର୍ବାନ୍ତକରଣେ ତାହାଙ୍କର ପ୍ରଶଂସା କରିବା। ଆସନ୍ତୁ ଆମେ ଦ୍ୱିତୀୟ ଗାନ କରିବା ଆଉ ସେ ଦ୍ୱିତୀୟ ଗାନଟି ହେଉଛି କରୁଣାମୟ ଆହେ କରୁଣାମୟ। କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ ହଜାର ହଜାର ସୁନା ରୂପା ଠାରୁ ତୁମ ମଧୁର ବାକ୍ୟ ଅତି ଉତ୍ତମ ହଜାର ହଜାର ସୁନା ରୂପା ଠାରୁ ତୁମ ମଧୁର ବାକ୍ୟ ଅତି ଉତ୍ତମ ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ ତୁମେ ମଙ୍ଗଳକାରୀ ତୁମେ ମଙ୍ଗଳମୟ କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ ହଜାର ହଜାର ମଣି ମୁକ୍ତା ଠାରୁ ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ ହଜାର ହଜାର ମଣି ମୁକ୍ତା ଠାରୁ ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ କରୁଣାମୟ ଆହେ କରୁଣାମୟ କରିଛି ତୁମକୁ ମୁଁ ଆସ୍ୱାଦନ ମୋହର ପ୍ରିୟତମ ସେ ତ ରକ୍ତ ବନ
दश सहस्र मध्ये प्रभु महान मोहर प्रियतम श्वेत रक्त बन दश सहस्र मध्ये प्रभु महान तुम्हें मंगलकारी मो मंगलमय तुम्हें मंगलकारी मो मंगलमय करुणामय आहे करुणामय କରିଛି ତୁମକୁ ମୁଁ ଆସ୍ୱାଦନ ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ କରୁଣାମୟ आहे କରୁଣାମୟ କରୁଛି ତୁମକୁ ମୁଁ ଆସ୍ୱାଦନ ହାଲେଲୁୟା ପ୍ରେଜ୍ ଦ ଲର୍ଡ ସେ ହେଉଛନ୍ତି ଆମର କରୁଣାମୟ ସେ ହେଉଛନ୍ତି ଆମର ଉଦ୍ଧାରକାରୀ ଓ ସେ ହେଉଛନ୍ତି ମଙ୍ଗଳକାରୀ ସେ ଅତି ସୁନ୍ଦର ଭାବରେ ଆମମାନଙ୍କୁ ଅତି ସ୍ନେହର ସହିତ ଆମକୁ ପ୍ରେମ କରିଅଛନ୍ତି ଆମମାନଙ୍କୁ ଦୟା କରିଅଛନ୍ତି ଆଉ ସେହି ଉଦ୍ଦେଶ୍ୟରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ଆଉ ଏକ ଗୀତ ଗାନ କରି ଆଉ ଆମେ ଆଗକୁ ବଢିବା ତୃତୀୟ ଗୀତଟି ଏହି ପ୍ରକାର ଅଟେ ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ତାଙ୍କର ଜୟଗାନ କରୁ କରୁ ସମସ୍ତେ ଆମେ ପ୍ରଭୁଙ୍କ ନିକଟକୁ ଯିବା ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ହୋସାନା ହାଲେଲୁୟା ହୋସାନା ହାଲେଲୁୟା ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ତାଙ୍କ ରକ୍ତେ କୃତ आहे ସାଧୁ ଭକ୍ତ ଗାଓ হে ନୂତନ ଗୀତ ତାଙ୍କ ରକ୍ତେ କୃତ आहे ସାଧୁ ଭକ୍ତ ଗାଓ হে ନୂତନ ଗୀତ ଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ ଯୀଶୁଙ୍କ ଜୟ ଗୀତ ଆତ୍ମାରେ ହୋଇ ମତ ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ପରିତ୍ରାଣ ପ୍ରାପ୍ତ ଯେତେ ପାପ ମୁକ୍ତ ଗାଓ হে ସ୍ୱର୍ଗୀୟ ଗୀତ ପରିତ୍ରାଣ ପ୍ରାପ୍ତ ଯେତେ ପାପ ମୁକ୍ତ ଗାଓ হে ସ୍ୱର୍ଗୀୟ ଗୀତ ଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ ଯୀଶୁଙ୍କ ପ୍ରେମ ଗୀତ ପ୍ରଭୁଙ୍କ ପ୍ରଭୁ ସେତ ଯୀଶୁଙ୍କ ନାମେ ଗାଓ ସର୍ବେ ହାଲେଲୁୟା ହୋସାନା ହୋସାନା ହାଲେଲୁୟା ହୋସାନା ହାଲେଲୁୟା କେଡ଼େ ପ୍ରେମ କଲେ କେଡ଼େ ଦୟା କଲେ ଅନନ୍ତ ଜୀବନ ଦେଲେ କେଡ଼େ ପ୍ରେମ କଲେ କେଡ଼େ ଦୟା କଲେ ଅନନ୍ତ ଜୀବନ ଦେଲେ ଆପଣା ପ୍ରାଣ ଦେଲେ କ୍ରୁଶରେ ବଳି ହେଲେ ଆପଣା ପ୍ରାଣ ଦେଲେ କ୍ରୁଶରେ ବଳି ହେଲେ ଯୀଶୁଙ୍କ ନାମେ
गाओ सर्वे हालेलुया होसाना। जिसुଙ୍କ नामे गाओ सर्वे हालेलुया होसाना। होसाना हालेलुया, होसाना हालेलुया, होसाना हालेलुया, होसाना हालेलुया। जिसुଙ୍କ नामे गाओ सर्वे हालेलुया होसाना। Celebrate, celebrate, celebrate the history of the Lord. Hallelujah. Celebrate, celebrate, celebrate the history of the Lord. Dear the mighty Jesus, dear the mighty Jesus, dear Almighty Jesus, celebrate the history of the Lord. Ame paliba, Jisunkara jaya paliba, hallelujah paliba, ame paliba, Jisunkara jaya paliba, hallelujah, hallelujah. Hallelujah, hallelujah, ah, hallelujah, ah, hallelujah, ah, hallelujah, ah, hallelujah. ଆସନ୍ତୁ ଏବେ ଏହି ସମୟରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମେ ଗୌରବ କରିବା, ପ୍ରଶଂସା କରିବା। ପ୍ରଭୁ ଆମେ ସମସ୍ତେ ହସ୍ତ ଟେକିବା। ପ୍ରଭୁ ସେ ମହାନ ପରମେଶ୍ୱର, ପ୍ରଭୁ ସେ କରୁଣାକାରୀ ପରମେଶ୍ୱର, ସେ ପ୍ରେମ କରିବା ପରମେଶ୍ୱର, ସେ ଆମମାନଙ୍କୁ ଦୟା କରିଅଛନ୍ତି, ସେ ଆମମାନଙ୍କୁ ପ୍ରେମ କରିଅଛନ୍ତି, ଆମମାନଙ୍କୁ ଆବୋରି ନେଇ ଅଛନ୍ତି, ତାଙ୍କ ସାନ୍ନିଧ୍ୟ ମଧ୍ୟରେ ଆମକୁ ରଖିଅଛନ୍ତି। ପ୍ରଭୁ ଆମମାନଙ୍କୁ ଦୟା କରିଅଛନ୍ତି, ସେଥିପାଇଁ ଧନ୍ୟବାଦ ଦେବା, ଧନ୍ୟବାଦ ଦେବା, ଧନ୍ୟବାଦ। ସେ କେତେ ଯେ ମହାନ ପରମେଶ୍ୱର, ସେ ଏକମାତ୍ର ପରମେଶ୍ୱର, ସେ ସତ୍ୟ ପରମେଶ୍ୱର ପିତା, ସେ ଯେହୋବା ରଫା, ଯେହୋବା ସମା, ଯେହୋବା ଜିରି ପରମେଶ୍ୱର, ସେ ଆମମାନଙ୍କୁ ଅତି ସୁନ୍ଦର ଭାବରେ ପଢିଅଛନ୍ତି, ଏହି ସମୟ ଆମମାନଙ୍କୁ ଦେଇଅଛନ୍ତି, ଏହି ସୁଯୋଗ ଆମମାନଙ୍କୁ ଦେଇଅଛନ୍ତି, ଆମମାନଙ୍କୁ ଏତେ ସୁନ୍ଦର ଭାବରେ ପ୍ରେମ କରିଅଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବା, ଧନ୍ୟବାଦ ଦେବା, ଧନ୍ୟବାଦ। Oh Lord, hallelujah. Thank you, Lord, परमेश्वर पिता। गौरव हो प्रभु, महिमा हो, प्रशंसा हो, तांको नामरे पूजा हो, वंदना हो प्रभु। तू पवित्र पवित्र है, तू पवित्र पवित्र है, तू सच्चा है प्रभु, तू झूठा नहीं है, तू पवित्र पवित्र है, तू पवित्र पवित्र है, तू सच्चा है प्रभु, तू झूठा नहीं है, तू पवित्र पवित्र है। हालेलुया, प्रेज द लॉर्ड। समस्त मोर नमस्कार। धन्यवाद झियो, अति सुंदर भावरे ओडिया रे गीत बोली प्रभुंकर स्तुति आराधना करिसेंती। प्रभु बहुल भावरे आशीर्वाद करंतु, दया करंतु एवं एही प्रकार प्रभुंकर उद्देश्य रे आपणार शरीर को व्यवहार करंतु एवं प्रभुंकर उद्देश्य रे स्तुति आराधना करंतु। अति सुंदर भावरे गीत गाए आमानकु प्रत्येकंकु प्रभुंकर निकटवर्ती कराइछंती, सेथिपाई धन्यवाद दिए एवं प्रभुंको मध्य धन्यवाद दिए। वर्तमान आमाने आगकु बढ़िबा, आमानकर समस्त कार्य अवश्य सरिले मध्य मुख्य कार्य रहिछि, जहाँकि आमाने वाक्य शुणिबार कार्य। आमाने अनेक विषय प्रार्थना करिछु, स्तुति आराधना करिछु, तथापि वर्तमान आमाने
प्रभुंकर दासଙ୍କ मुखରୁ पवित्र वाक्य शुणिबाकू ଯିବା। ବର୍ତ୍ତମାନ ମୁଁ ଅନୁରୋଧ କରି वाक्य शुणिबा पूर्वरु जदिओ कौनसी प्रार्थना अनुरोध रही कि विज्ञापन रही तेबे यही समय प्रकाश करिवे। होस्ट महाशय को अनुरोध करी महाशय जनइले आमने प्रार्थना करिबा। रियल मिनिस्ट्री ऑफ इंडिया अनुकूल अनुष्ठित प्रातःकाल उपासना उपस्थित प्रत्येक को नमस्कार। प्रेज द लॉर्ड। आउ किछि प्रार्थना विषय मु रखिबी। आउ आमनकर के लिमा सारंकर मिसेसंकर संपूर्ण सुस्थता पे आमने प्रार्थना करिबा। आउ पास्टर सुकांत पाणी आज्ञांकर मिसेस आउ प्रकाशिनी पाणी तांकर सुस्थता पाई मध्य प्रार्थना करिबा। आउ इभांजलिस्ट लोगोस आज्ञांकर देह भी असुस्थ रही तांकर सुस्थता पाई प्रार्थना करिबा। आउ प्रभुଙ୍କ दास रेवरेंड प्रदीप राउल सारंक देह मध्य असुस्थ अछि, ठंडा सर्दी काश हेछि, तांकरी सुस्थता पाई मध्य प्रार्थना करिबा। आउ तापसी पाणी कर दियरंकर देह मध्य असुस्थ अछि, आउ ट्रीटमेंट होउछंती श्रीकाकुलम रे, तांकरी सुस्थता पाई मध्य प्रार्थना करिबा। ता सहित जानत अजानत रे अनेक लोक असुस्थ अछंती, समस्तंकर सुस्थ सबल पाई प्रार्थना करिबा। सुंदर भावरे परिचालना करूछंती प्रभुଙ୍କ दासी रीमा मा, तांको पाई तांको स्वास्थ्य परिवार सेवा कार्य पाई प्रार्थना रे स्मरण करिबा। एवं सुंदर भावरे आज वर्शिप करितिले प्रभुଙ୍କ दासी शुभश्री राउत सिस्टर, तांको पाई तांको परिवार सेवा कार्य पाई मध्य प्रार्थना रे स्मरण करिबा। एवं वाक्य नै आस्तिबा प्रभुଙ୍କ दास रेवरेंड डेविड लिमा सारंको पाई तांको सेवा कार्य परिवार पाई उपस्थित प्रत्येकଙ୍କ पाई मध्य प्रार्थना रे स्मरण करिबा। धन्यवाद। धन्यवाद आज्ञा। सुंदर करी समस्त विषय विज्ञापन देइछंती। वर्तमान मु अनुरोध करी हेमलता सुना मैडम मते सुनी पारछंती कि? हाँ दी प्रेज द लॉर्ड। प्रेज द लॉर्ड। आपण समस्त प्रार्थना अनुरोध सुनिले? ना टिके भलरे सुनी पारेनी आ टिके कह। आज्ञा कहि दियंतु आउ थरे। होस्ट आज्ञा मु टिपिनी समस्तଙ୍କ नाम। प्रार्थना करिबा छी आमनकर के लिमा सारंकर मिसेसंकर देह असुस्थ, तांकर सुस्थता पाई पास्टर सुकांत पाणी आज्ञांकर मिसेसंकर देह असुस्थ, तांकरी सुस्थता पाई प्रदीप राउल आज्ञांकर देह भी असुस्थ रही तांकरी सुस्थता पाई आउ लोगोस दास बौद्धन आज्ञांकर देह मध्य असुस्थ रही तांकरी सुस्थता पाई आउ जानत अजानत रे अनेक लोक असुस्थ अछंती, समस्तंकर सुस्थ सबल पाई आमनकर रेवरेंड सत्यवान आनंद आज्ञांकर देह भी असुस्थ अछि, तांकरी सुस्थता पाई सुंदर भावरे परिचालना करूछंती एस रीमा मा, तांको पाई सेवा कार्य पाई आउ शुभश्री राउत सिस्टर बहुत सुंदर भावरे वर्शिप करितिली, तांको पाई तांको सेवा कार्य परिवार पाई एवं वाक्य नै आस्तिबा प्रभुଙ୍କ दास रेवरेंड डेविड लिमा सारंको पाई तांको सेवा कार्य परिवार पाई एवं आउ जूम रे बसिथिबा प्रत्येक परिवार पाई जानत जानत अनेक लोक असुस्थ अछंती, समस्तंकर सुस्थ सबल पाई के को समस्या रे अछंती आमे तो जानि परिबा नाही, किंतु प्रभु जानंती। समस्तंको प्रभु समस्या रो मुक्त करंतु, प्रत्येकଙ୍କ जीवन रे शांति आनंद आशीर्वाद आनी दियंतु, सेथि निमंते प्रार्थना करू। समस्त को प्रेज द लॉर्ड। असंत प्रार्थना करिबा। मंगलमय सदा प्रभु तुम पवित्र महानाम रो धन्यवाद हो प्रभु। तुम्हें दया कलो अनुग्रह कलो सुंदर समय देल प्रभु, धन्यवाद होची। हाँ प्रभु मंगलमय सदा प्रभु एते बेले तुम्हें आशा मानकर सहवर्ती ईश्वर हुआ। आज रे उपासना आरंभ शेष पर्यंत सहित रही कार्य कर प्रभु, समस्त को सुस्थिर मन आत्मा प्रदान कर। विशेष कर प्रार्थना करुची प्रभु प्रिजाइडिंग करुछंती तुम दासी प्रभु, तुम्हें तांको आशीर्वाद कर, सुंदर भाव परिचालना करी शेष पर्यंत कड़े नेबा पाई साहाय्य कर। सुख स्वास्थ्य सहित तुम्हें तांकर सहवर्ती ईश्वर हुआ। प्रार्थना करुची इंटरसेसरी प्रेयर रे मध्य रीना भणी अति सुंदर भाव कढ़ाई आनी जो तुम्हारी प्रिय दास दासी माने से प्रार्थना रे सहयोग करछंती, प्रत्येक को आशीर्वाद कर, दया कर। प्रार्थना करुची प्रभु एते बेले आराधना करितबा तुम दासी को मते तुम्हें आशीर्वाद कर, आहरी तुम निमित्त उच्च
କରିବାକୁ ସାହାଯ୍ୟ କର ସକଳ ମଙ୍ଗଳର ପ୍ରାର୍ଥନା କରୁଛି କେଲିମା ଆଜ୍ଞାଙ୍କ ବିଶେଷଙ୍କ ପାଇଁ ସୁକାନ୍ତ ଆଜ୍ଞାଙ୍କ ବିଶେଷଙ୍କ ପାଇଁ ସେମାନଙ୍କୁ ତୁମେ ସୁସ୍ଥ ସ୍ୱାସ୍ଥ୍ୟ ଦେଇ ତୁମେ ଗୌରବ କରିବାକୁ ସାହାଯ୍ୟ କର ବାପା ସେମାନଙ୍କର ସହବର୍ତ୍ତୀ ଈଶ୍ୱର ହୁଅ ରୋଗ ଶଯ୍ୟା ବଦଳାଇ ଦେଇ ତୁମେ ଗୌରବ ପାଅ ପ୍ରଶଂସା ପାଅ ପ୍ରଭୁ ସତ୍ୟବାନ ଆଜ୍ଞାଙ୍କର ସ୍ୱାସ୍ଥ୍ୟ ସମସ୍ୟା ସମସ୍ତ ପାଇଁ ପ୍ରାର୍ଥନା କରୁଛି ତୁମେ ତାଙ୍କୁ ମଧ୍ୟ ଆଶୀର୍ବାଦ କର ସେ ପରିବାରର ମଙ୍ଗଳ କର ରାଉଳ ଆଜ୍ଞାଙ୍କର ଶରୀର ଅସୁସ୍ଥ ଅଛି ତାଙ୍କୁ ମଧ୍ୟ ସୁସ୍ଥ ସ୍ୱାସ୍ଥ୍ୟ ଦେଇ ତୁମର ଗୌରବ କରିବାକୁ ସାହାଯ୍ୟ କର ଲୋକ ଆଜ୍ଞାଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି ତାଙ୍କର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ସୁସ୍ଥ ସ୍ୱାସ୍ଥ୍ୟ ସହ ତୁମେ ସେମାନଙ୍କର ସହବର୍ତ୍ତୀ ଈଶ୍ୱର ସକଳ ମଙ୍ଗଳ ରକ୍ଷା କରି ତୁମର ଗୌରବ କରିବାକୁ ସାହାଯ୍ୟ କର ପ୍ରଭୁ ପ୍ରାର୍ଥନା କରୁଛି ଯେତେବେଳେ ଆମର ହୋଷ୍ଟ ଭାଇଙ୍କ ପାଇଁ ତାଙ୍କୁ ମଧ୍ୟ ତାଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କର ତୁମର ବାହୁଛା ତଳେ ରକ୍ଷା କର ସକଳ କାର୍ଯ୍ୟରେ ଆଶୀର୍ବାଦ କର ବର୍ତ୍ତମାନ ବାକ୍ୟ ଘେନି ଆସୁଛନ୍ତି ପ୍ରଭୁ ତୁମ ଦାସ ତୁମେ ତାଙ୍କୁ ଆଶୀର୍ବାଦ କର ତାଙ୍କୁ ଲୁଚାଅ ହଜାଅ ପ୍ରଭୁ ତାଙ୍କ ମୁଖ ଦ୍ୱାରା ତୁମ କଥା କୁହ ସମସ୍ତ ମଙ୍ଗଳରୁ ରକ୍ଷା କର ପ୍ରଭୁ ଦୟା କର ଅନୁଗ୍ରହ କର ପ୍ରଭୁ ଆଉ ଯେଉଁମାନଙ୍କର ନାମ ଯଦି ଉଚ୍ଚାରଣ କରିପାରେ ନାହିଁ ପ୍ରଭୁ ସେମାନଙ୍କ ନାମ ତୁମେ ଶୁଣିଅଛ ଜାଣିଅଛ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର ହୁଅ ରୋଗୀ ଦୁଃଖୀ ସମସ୍ୟାଗ୍ରସ୍ତ ଚିନ୍ତାଗ୍ରସ୍ତ ପ୍ରତ୍ୟେକଙ୍କର ସହବର୍ତ୍ତୀ ଈଶ୍ୱର ହୁଅ ଗୌରବ ସମ୍ଭ୍ରମ ପୂଜା ପ୍ରଶଂସା ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗୁଛି ଆମେନ୍। ଧନ୍ୟବାଦ ଝିଅ ଅତି ସୁନ୍ଦର ଭାବରେ ସମସ୍ତ ବିଷୟ ନେଇକି ପ୍ରାର୍ଥନା ଉତ୍ସର୍ଗ କରିଛନ୍ତି ପ୍ରଭୁ ପ୍ରାର୍ଥନା ଶ୍ରବଣକାରୀ ପ୍ରାର୍ଥନା ଶୁଣିଛନ୍ତି ଆପଣଙ୍କୁ ଆପଣଙ୍କ ପରିବାରକୁ ମଧ୍ୟ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଏବଂ ଏହି ସମସ୍ତ ପ୍ରାର୍ଥନାର ଉତ୍ତର ଦେଇ ପ୍ରତ୍ୟେକଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ବର୍ତ୍ତମାନ ଆମେ ବାକ୍ୟ ଶୁଣିବା ପାଇଁ ଯିବା ପ୍ରଭୁଙ୍କର ଦାସ ଆମମାନଙ୍କର ଗହଣରେ ଅଛନ୍ତି ପ୍ରଭୁଙ୍କର ଦାସଙ୍କୁ ଆହ୍ୱାନ କରିବା ପୂର୍ବରୁ ମୁଁ ଧର୍ମଶାସ୍ତ୍ର ଗୋଟିଏ ଅଂଶ କେବଳ ଗୋଟିଏ ପଦ ହିଁ ପଢିବି ତା ହେଉଛି ଗୀତ ସଂହିତା 119ର 105 ପଦ ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କର ଚରଣ ପାଇଁ ପ୍ରଦୀପ ଆମମାନଙ୍କର ପଥ ପାଇଁ ଆଲୁଅ ଅଟେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଶାନ୍ତି ପ୍ରଦାନ କରେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଆନନ୍ଦ ଦିଏ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପରିତ୍ରାଣ ଦିଏ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ତାଙ୍କର ନିକଟବର୍ତ୍ତୀ କରାଏ ସେଥିପାଇଁ ବର୍ତ୍ତମାନ ଆମମାନେ ପ୍ରଭୁଙ୍କ ଦାସଙ୍କ ମୁଖରୁ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଯିବା ଆମମାନେ ଯେଉଁମାନେ ଯେଉଁ ସ୍ଥାନରେ ଥିଲେ ମଧ୍ୟ ଯଦିଓ ସଠିକ ଜାଗାରେ ବସିଛନ୍ତି ତେବେ ଭିଡିଓ ଅନ୍ କରି ବସିଲେ ଆଉ ବକ୍ତାଙ୍କୁ ମଧ୍ୟ ଭଲ ଲାଗିବ ଏବଂ ଆମମାନଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ଭଲ ଲାଗିବ ଯଦିଓ ସଠିକ ଜାଗାରେ ଅଛନ୍ତି ତେବେ ଭିଡିଓ ଅନ୍ କରିକି ବସିଲେ ଭଲ ହେବ ବର୍ତ୍ତମାନ ମୁଁ ପ୍ରଭୁଙ୍କର ଦାସଙ୍କୁ ପ୍ରଭୁଙ୍କ ନାମରେ ଆହ୍ୱାନ କରି ଆଜ୍ଞା ନମସ୍କାର ନମସ୍କାର ସିଷ୍ଟର ନମସ୍କାର ଆହ୍ୱାନ କରେ ଆଉ ତାଙ୍କ ବିଷୟ ଆମେ ସମସ୍ତେ ଜାଣୁ ମୁଁ ଆଉ ବ୍ୟାଖ୍ୟା କରିବାର ଆବଶ୍ୟକ ନୁହେଁ ଆଉ ସେ ଗୋଟିଏ ସରଳ ଲୋକ ଅତି ସରଳ ଭାବରେ ମଧ୍ୟ ବାକ୍ୟ ପ୍ରଦାନ କରନ୍ତି ଆଉ ଯେପରି ଛୋଟ ପିଲା ମଧ୍ୟ ସେହି ବାକ୍ୟ ବୁଝିପାରିବ ସେହି ପ୍ରକାର ଭାବରେ ସେ ବାକ୍ୟ ପ୍ରଦାନ କରିଥାନ୍ତି ଆଉ ବର୍ତ୍ତମାନ ସେ ପ୍ରଭୁଙ୍କର ମହାଦାସ ଆମମାନଙ୍କର ସମ୍ମୁଖରେ ଅଛନ୍ତି ମୁଁ ପ୍ରଭୁଙ୍କ ନାମରେ ତାଙ୍କୁ ଆହ୍ୱାନ କରି ବର୍ତ୍ତମାନ ତାଙ୍କୁ ଫୁଲ ତୋଡ଼ାକି ସାଲକି କିଛି ଦେବା ପାଇଁ ଆମମାନଙ୍କୁ ସୁବିଧା ନାହିଁ ଯେହେତୁ ଆମମାନେ ଅନଲାଇନରେ ଉପାସନା କରୁଛୁ ସେଥିପାଇଁ ମୁଁ କେବଳ ପ୍ରଭୁଙ୍କ ନାମରେ ତାଙ୍କୁ ଆହ୍ୱାନ କରେ ସ୍ୱାଗତ କରେ ଆଉ ମହାଶୟ ସମ୍ମୁଖକୁ ଆସୁ ଆସୁ ଆମମାନେ କରତାଳ ଦେଇ ତାଙ୍କୁ ସ୍ୱାଗତ କରିବା ସମସ୍ତେ କରତାଳ ଦେଇ ସ୍ୱାଗତ ଆଜ୍ଞା ଆପଣଙ୍କୁ ଆପଣ ସମ୍ମୁଖକୁ ଆସନ୍ତୁ ଏବଂ ପ୍ରଭୁଙ୍କର ବାକ୍ୟରୁ ଆମମାନଙ୍କୁ ଶିକ୍ଷା ପ୍ରଦାନ କରନ୍ତୁ ନମସ୍କାର ସମସ୍ତଙ୍କୁ ନମସ୍କାର ସର୍ବପ୍ରଥମେ ମୁଁ ଆମମାନଙ୍କର ସୃଷ୍ଟିକର୍ତ୍ତା ଉଦ୍ଧାରକର୍ତ୍ତା ରକ୍ଷାକର୍ତ୍ତା ପରିତ୍ରାଣକର୍ତ୍ତା ପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆଜିର ପ୍ରାର୍ଥନା ଉପାସନାରେ ଯୋଗ ଦେଇଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀଙ୍କ ଗତିରେ ମଧ୍ୟ ମୋର ଭକ୍ତିପୂର୍ଣ୍ଣ ନମସ୍କାର ମତେ ତ ଅଧା ବମ୍ବେରେ ବସରେ ଗଲା ପରେ ଲାଗୁଛି ସବୁ ଚିହ୍ନା ଚିହ୍ନା ମୁହଁ ଦେଖାଯାଉଛି ଆମମାନଙ୍କର ବମ୍ବେର ଟୁର ଅତି ସୁନ୍ଦର ଥିଲା ପ୍ରଭୁ ଆମମାନଙ୍କୁ ଅତି ସୁନ୍ଦର ଜାଗା ଦେଇଥିଲେ ମୁଁ ଏବେ ସେଇଠୁ ଆସିଲା ପରେ ସେ ଜାଗାକୁ ଝୁରି ହେଉଛି ଏମିତି ଟିକେ ଟିକେ ସନ୍ଧ୍ୟା ମାନେ ସକାଳ ସକାଳ
ଭୁରା ଭୁରା ପଡୁଥାନ୍ତା, ସମସ୍ତେ ମୁଣ୍ଡରେ ଓଢିଣି ଦେଇକି ଡାଇନିଂ ଯାଇ ଚାହା ପିଇଥାନ୍ତେ, କିଏ ଗାଧଉଥାନ୍ତେ, କିଏ ଫ୍ରେଶ ହେଇଥାନ୍ତେ। କେତେ ସୁନ୍ଦର ସହଭାଗିତା ଥିଲା, ମାନେ ପ୍ରଭୁଙ୍କର ଉପସ୍ଥିତିରେ, ପ୍ରଭୁଙ୍କର ନାଁରେ। ସେ ଗୋଟେ ଦିନ ହଉ, 2 ଦିନ ହଉ, ଅଳ୍ପ ହଉ ବହୁତ ହଉ, ଆମମାନଙ୍କୁ ଆନନ୍ଦ ଦେଇଥାଏ। ତ ଗୋଟେ ପ୍ରକାର ଆମମାନଙ୍କର ସୌଭାଗ୍ୟର ଆନନ୍ଦର ସହଭାଗିତା। ସେ ଯା ହଉ, ଆମମାନେ ସମସ୍ତେ ପୁଣି ଥରେ କୁଶଳରେ ଫେରି ଆସିଛୁ। ପ୍ରଭୁଙ୍କର ଗୌରବ ସ୍ତୁତି ପ୍ରଶଂସା କରିବା। ପ୍ରଭୁ ଯଦି ସମସ୍ତଙ୍କୁ ଏଇ ପ୍ରକାର ମୌକା ଦିଅନ୍ତି, ତାହେଲେ ଆସନ୍ତା ଦିନ ମାନଙ୍କରେ ଆସନ୍ତା ସହରକୁ ଯିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ସ୍ତୁତି ପ୍ରଶଂସା କରିପାରିବେ। ଆଜିର ବିଷୟ, ଆମମାନଙ୍କର ପ୍ରଭୁ ଆମମାନଙ୍କର ସବୁ ଅବସ୍ଥା ଦେଖନ୍ତି। କେବଳ ସେ ସେତିକି ଦେଖନ୍ତି ନୁହଁ, ଆଉ ସେ ତାକୁ ଘନିଷ୍ଠ ଭାବରେ ତଦନ୍ତ ମଧ୍ୟ କରନ୍ତି ଯେ କିଏ କି ପ୍ରକାର ଭାବରେ କାର୍ଯ୍ୟ କରୁଛନ୍ତି। ଏବେ ସେ ଆପଣ ମାନଙ୍କୁ ଆଉ ମତେ ମଧ୍ୟ ଦେଖୁଛନ୍ତି ଯେ ଆମମାନଙ୍କର ଥିଓପିଲା ଆଜ୍ଞା ସେ ହୃଦୟ ସହିତ ବସିଛନ୍ତି ନା ଜଷ୍ଟ ଫର ଦି ନେମ୍ ସେକ୍ ବସିଛନ୍ତି। ଆମମାନଙ୍କର କେ ଲିମା ସାର୍ ସେ ହୃଦୟ ସହିତ ବସିଛନ୍ତି ନା ଜଷ୍ଟ ଫର ଦି ନେମ୍ ସେକ୍ ବସିଛନ୍ତି। ଡେଭିଡ ଲିମା ସେ ଯିଏ ପ୍ରଚାର କରିବା ପାଇଁ ଯାଉଛନ୍ତି, ସେ ହୃଦୟ ସହିତ ବାକ୍ୟକୁ ନେଇକି ଆସୁଛନ୍ତି ନା ଆଜି ରିଏଲ ମିନିଷ୍ଟ୍ରିରେ ବାକ୍ୟ ପାଇଁ ସମୟ ମିଳିଲା ତ ମୁଁ ଯାହା କହିବି କହିନା। ଆମମାନଙ୍କର ଉପସ୍ଥିତିରେ ଯେତେବେଳେ ଆମମାନେ ପ୍ରଭୁଙ୍କ ନାଁରେ ଉପସ୍ଥିତି ହଉ, ପ୍ରଭୁଙ୍କ ନାଁରେ ଗେଟ୍ ଟୁଗେଦର ହଉ, ପ୍ରଭୁଙ୍କ ନାମରେ ଏକତ୍ରିତ ହେଉ, ସେଇ ସମୟରେ ଦ ଟୋଟାଲି ଟାଇମ, ଦ ଫୁଲ ଟୋଟାଲ ଟାଇମ ପ୍ରଭୁ ନିରୀକ୍ଷଣ କରନ୍ତି। ଆଉ ସେ ଏମିତି ନିରୀକ୍ଷଣ କରନ୍ତି ଯେ ଏକ୍ସରାଇ ପରି ସେ ଆମମାନଙ୍କୁ ସେ ତାଙ୍କର ଚକ୍ଷୁ ରୂପକ ମେସିନରେ ଦେଖନ୍ତି କିଏ ହୃଦୟର ସହିତ କରନ୍ତି ନା ଖାଲି ହାଲକା ଫୁଲକା କରନ୍ତି। କେମିତି? ଅତି ପ୍ରିୟ ସବଜେକ୍ଟ, ଦିନେ ଯୀଶୁ ଖ୍ରୀଷ୍ଟ ସେ ମନ୍ଦିରରେ ବସିଛନ୍ତି। ସେ ମନ୍ଦିରରେ ବସିଥିବା ସମୟରେ ବହୁତ ବଡ ମନ୍ଦିର, ବଡ ଧନୀ ଧନୀ ବ୍ୟକ୍ତି ମାନେ ଅଛନ୍ତି, ଆଉ ସେମାନଙ୍କ ମଧ୍ୟରେ ଗରିବ ଲୋକମାନେ ବି ଅଛନ୍ତି। ତ ଯେତେବେଳେ ସେମାନଙ୍କର ଅଫରିଂ ଟାଇମ ଆସିଲା, ଦାନର ସମୟ ଆସିଲା, ଚାଳକ ଆଜ୍ଞା, ପାଳକ ଆଜ୍ଞା ବା ହୋଷ୍ଟ ଆଜ୍ଞା ସେ ଆନାଉନ୍ସ କଲେ ଯେ ବର୍ତ୍ତମାନ ଆମମାନଙ୍କର ଦାନର ସମୟ, ଆଉ ଦାନ ଦେବା ଆରମ୍ଭ କରନ୍ତୁ। ତ ସେମାନଙ୍କର ସମାନ ଦାନର ଏମିତି ମନ୍ଦିର ଚର୍ଚ୍ଚ ଘର ବନ୍ଧା ହେଇଛି ଯେ ଦାନର ପେଟି ଯୋଉଠି ଅଛି ତାର ବିଲକୁଲ ଛାତ ଉପରେ ଟିକେ ହୋଲ ହେଇକି କାଚର ଲଗା ଯାଇଛି, ତାକି ସୂର୍ଯ୍ୟ କିରଣ ଲାଇଟ ରେ ସେ ବକ୍ସ ଉପରେ ସମାନ ପଡିବ। ଆଉ କିଏ କେତେ ପକଉଛନ୍ତି ତାହା ଲୋକେ ସମସ୍ତେ ଦେଖିବେ। ସେତେବେଳକୁ ଏଇ କଏନର ଜାମାନା, ନୋଟର ନାହିଁ ବ୍ୟବସ୍ଥା। ଆଉ ସେମାନେ ସୁନାର, ରୂପାର, ତମ୍ବାର ଏଇ ପ୍ରକାର ଯିଏ ଯାହାର ରଜା, ଯିଏ ଯାହାର ଅଣ୍ଡରରେ ଅଛନ୍ତି, ରୋମ ସରକାର ତାର ଅଣ୍ଡରରେ ତାର ମୂର୍ତ୍ତି ଲଗେଇ ସେ ସବୁ ପଇସାରେ ତାଙ୍କର ଛାପ ଛାଡନ୍ତି। ତ ଧନୀ ମାନେ ସେମାନେ ବୁଜୁଳା ବୁଜୁଳା ଟଙ୍କା ନେଇ, ମାନେ କଏନ ନେଇ, ଏଇ ପଇସା ନେଇ ସେମାନେ ଯେତେବେଳେ ଟଙ୍କା ପେଟିରେ ବା ଦାନ ଭଣ୍ଡାରେ ପକଉଥିଲେ ଉପରୁ, ସେମାନେ ଯେତେବେଳେ ପର୍ଯ୍ୟନ୍ତ ଉପରୁ ପକଉଛନ୍ତି ସେ ରଣ ରାଣା ଋଣ ରାଣା ଋଣ ରାଣା ଋଣ ରାଣା ଟିଣିଙ୍ଗ ଟଣାଙ୍ଗ ସାଉଣ୍ଡ ହେବା ଯାଇ ଚର୍ଚ୍ଚର ସମସ୍ତେ ତାଳି ମାରୁଛି। କାହିଁକି? ଧନୀ ଧନୀ ଲୋକମାନେ। ସେତେବେଳକୁ ଚେକ ର ନୋଟ ର ବ୍ୟବସ୍ଥା ନାହିଁ ଯେ ଗୋଟେ 500 2000 ଟଙ୍କିଆ ନୋଟ 4ଟା ମୁଦା କରିକି ଠସକିନା ପକେଇଦେଲେ, ନାଇଁ। এই କଏନ ର ବ୍ୟବସ୍ଥା, ତ ସେମାନେ ସେମାନଙ୍କର ଟଙ୍କା ପଇସା ବୁଜୁଳାରୁ ହାତ ପକେଇ ଟିକେ ଉପରକୁ କରି ଛାଡୁଛନ୍ତି। ଯେତେ ସମୟ ସେମାନେ ଛାଡୁଛନ୍ତି ଋଣ ରାଣା ସାଉଣ୍ଡ ହଉଛି,
ଯେତେ ତାଳି ବାଜୁଛି ଆଉ ସେ ମଧ୍ୟରେ ଗୋଟେ ବିଧବା ବୁଢୀ ବସିଛନ୍ତି। ସେ ନିରୀହ, ଦରିଦ୍ର, ତାର ଆଗର ପଛରେ କିଏ ନାହିଁ। ଆଉ ବାଇବିଲିକାଲ ସମୟରେ ଯେଉଁ ମା ମାନେ ବିଧବା ହେଇଯାଉଥିଲେ ସେମାନଙ୍କର ଭରଣ ପୋଷଣ ଏତେ କଷ୍ଟଦାୟକ କହିଲେ ନ ସରେ। ବହୁତ କଷ୍ଟ। ଜଣେ ଯଦି ସ୍ତ୍ରୀ ବିଧବା ହେଇଗଲା ମାନେ ସେ ପ୍ରଥମେ ତାକୁ ଚୁଟି ଛାଡିବାକୁ ପଡିବ। ଚୁଟି ଛାଡିବାର ତାର ଅଲଗା ଅର୍ଥ ଅଛି। ଆମେ ଦେଖୁଛୁ ବାଇବଲରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଷ୍ୟଙ୍କର ଗୃହକୁ ଯାଇଛନ୍ତି। ସେତେବେଳେ ବହୁମୂଲ୍ୟ ଜଟାମାଂସୀ ତୈଳ ନେଇ ଗୋଟେ ମା ଆସିଲେ, ଯୀଶୁ ଖ୍ରୀଷ୍ଟଙ୍କର ପାଦ ତଳେ ଢାଳି ସେ ତାର ଚୁଟିରେ ପୋଛିଲେ। ମାନେ ଯେଉଁ ମା ମାନେ ନିଜର ଭରଣ ପୋଷଣ ପାଇଁ ବିଧବା ହେଇଯାଇଛନ୍ତି ସେମାନେ ସେମାନଙ୍କର ଦେହ ବ୍ୟବସାୟ କରିବେ, ନହେଲେ ପଶୁ ଠାରୁ, ଗାଈ ଗୋରୁ ଠାରୁ ମଧ୍ୟ ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା। ତ ସେମାନଙ୍କ କୋଳରେ ଯୋଉ ଗୋଟେ ଦିଟା ଛୁଆ ଅଛନ୍ତି ସେମାନେ କଣ କରିବେ? ତ ପ୍ରଭୁ ମୋ ମା ମାନଙ୍କୁ ଏତେ ଧନ୍ୟବାଦ ଦିଏ ଯେ ମା ମାନେ ସେମାନେ ନିଜର ଜୀବନକୁ କୋଉଠି ମଧ୍ୟ ସଂଘର୍ଷରେ ପକେଇ ପିଲା ଛୁଆ ମାନଙ୍କୁ ପୋଷିବା ପାଇଁ ସେମାନେ ଅଣ୍ଟା ଭିଡ଼ି ଦିଅନ୍ତି। ବାପା ମାନେ ସାଙ୍ଗେ ସାଙ୍ଗେ ମାସେ କଲା ବେଳକୁ ଝାଳ ବାହାରି ପଡିବ, ସେମାନେ ପିଲା ଛୁଆକୁ କୋଉଠି ହେଲେ ଛାଡି ଦେଇ ସେମାନେ ଆଉ ଗୋଟେ ଆଡେ ଜାମ୍ ମାରି ଦିଅନ୍ତି। କିନ୍ତୁ ମା ମାନେ ସେମିତି ନୁହନ୍ତି। ତ ଏଇ ମା ମାନେ, ଏଇ ମା, ଏ କଷ୍ଟର ମା କେମିତି କରିଛନ୍ତି, ତାର ଦାନରେ କି ଶକ୍ତି ଅଛି, ତା ହୃଦୟରେ କଣ ପ୍ରଭୁଙ୍କୁ ସେ କଥା କହିଛି, ସେ ବିଷୟରେ ଆମେ ଅଳ୍ପ ଟିକେ ଚିନ୍ତା କରିବା। ପଢିବା ପାଇଁ ଯଦି କୁହାଯାଇଛି ମାର୍କ ପୁସ୍ତକ ତାର 12 ପର୍ବର 41, 42, 43 ପଢିଦିଅନ୍ତୁ। ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକ ସମୂହ କିପରି ସେଥିରେ ପଇସା ପକାଉଅଛନ୍ତି ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶୀ ପକାଇଲେ। ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କ ନିକଟକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରର ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି। ଧନ୍ୟବାଦ ପ୍ରଭୁ। ପଠିତ ବାକ୍ୟରେ ଶ୍ରବଣରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତ ଭଣ୍ଡାର ଆଗରେ ହିଁ ଯୀଶୁ ଖ୍ରୀଷ୍ଟ ବସିଛନ୍ତି। କି ଭାଗ୍ୟବାନ ସେ ମଣ୍ଡଳୀ, କି ଭାଗ୍ୟବାନ ସେ ଚର୍ଚ୍ଚ, କି ଭାଗ୍ୟବାନ ସେ ଲୋକମାନେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ସହିତ ବସି ସେବା ଉପାସନା କରିପାରୁଛନ୍ତି। ତ ଯେତେବେଳେ ସେମାନେ ସେମାନଙ୍କର ଭଣ୍ଡାରରୁ କିଛି କିଛି ଦେଉଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆମମାନଙ୍କୁ ଦେଖନ୍ତି ସେ ସାଙ୍ଗେ ସାଙ୍ଗେ ଆମମାନଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଆମମାନଙ୍କର ପକେଟକୁ ଦେଖନ୍ତି, ଆମମାନଙ୍କର ବ୍ୟାଙ୍କ ବାଲାନ୍ସ ଦେଖନ୍ତି, ଆମମାନଙ୍କର ବିରୁଆକୁ ମଧ୍ୟ ସେ ଦେଖନ୍ତି। ଏଟା ଆମେ ସୁନିଶ୍ଚିତ ହେବା ଦରକାର, କାରଣ ତାଙ୍କର ଦୃଷ୍ଟି ପୂର୍ବରୁ ପଶ୍ଚିମ ଯେତେ ଦୂର ଆମମାନେ ସିନା ଦେଖି ପାରୁନାହୁଁ, କିନ୍ତୁ ପ୍ରଭୁ ଆମମାନଙ୍କର ଦେଖନ୍ତି। ଆମମାନେ ସମୁଦ୍ର ଭିତରେ ଲୁଚିଲେ ମଧ୍ୟ ପ୍ରଭୁ ଆମମାନଙ୍କୁ ସେ ଉଦ୍ଧାର କରନ୍ତି। ତ ତାଙ୍କର ଚକ୍ଷୁରୁ ଫିଟିବା ଭୟଙ୍କର। ତ ଏଇଠି କଣ ହେଇଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ବସିଛନ୍ତି, ସମସ୍ତେ ଦାନ ପକଉଛନ୍ତି। ସେଇଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କର ଦାନରୁ ପ୍ରଭୁ 2 ଭାଗରେ ସେ ଆମମାନଙ୍କର ପାଇଁ ସେ ଶିକ୍ଷା ଦେଉଛନ୍ତି। କଣ? ଜାଗତିକ ଭାବରେ କେଉଁମାନେ ପକଉଛନ୍ତି ଆଉ ଆତ୍ମିକ ଭାବରେ କେଉଁମାନେ ପକଉଛନ୍ତି। ଜଗତର ଧନ କେଉଁମାନେ ଦଉଛନ୍ତି ଜାଗତିକ ଭାବରେ, ଆଉ ନିଜର ହୃଦୟର ସହିତ କେଉଁମାନେ ଦଉଛନ୍ତି, ଆଉ ତାହା ମଧ୍ୟ ପ୍ରଭୁ ଦେଖୁଛନ୍ତି। ତ ପ୍ରଭୁ ଏଇଠି 2ଟା ଦେଖିପାରିଲେ ଯେ ଧନୀ ମାନେ ସେମାନଙ୍କର ଅର୍ଜିତ ସମ୍ପତ୍ତିରୁ କିଛି କିଛି ସେମାନେ ପକଉଥିବା ଦେଖିଲେ। ଯୋଉଟା ଜାଗତିକ ଧନରେ
एकदम सुट बुट लगेगी तांकर जे पैसा बुझला धरिबा पाई भी जणे जणे अछंती एई प्रकार संभ्रांतशील व्यक्ति माने अछंती। तो एई बुढ़ी को जेतेबेले प्रभु देखुछंती प्रभु एई बुढ़ीर दान को देखुनांती प्रभु ए बुढ़ीर हार्ट को देखुछंती। आमମାନଙ୍କର ପ୍ରଭୁଙ୍କ ଆଗରେ ଆମମାନେ ଯେତେବେଳେ ଉପସ୍ଥିତ ହଉ ଆମମାନେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ସତର୍କ ହେବାର ଆବଶ୍ୟକତା ଅଛି ଯେ ଆମମାନଙ୍କର ପ୍ରଭୁ କେବଳ ଆମମାନଙ୍କର ଦାନ ଦକ୍ଷିଣା ଦେଖନ୍ତି ନାହିଁ, ଆମମାନଙ୍କର ସେବା ଉପାସନା ଦେଖନ୍ତି ନାହିଁ, ଆମମାନଙ୍କର ଗୀତ ଦେଖନ୍ତି ନାହିଁ, ଆମମାନଙ୍କର ବାକ୍ୟ ଶୁଣନ୍ତି ନାହିଁ, ଆମମାନେ କି ପ୍ରକାର ଭାବରେ ବସିଛୁ ତାହା ଦେଖନ୍ତି ନାହିଁ। ପ୍ରଭୁ ଆମମାନଙ୍କର ସକଳ ଦେଖିବା ସଙ୍ଗେ ସଙ୍ଗେ ସେ ଆମମାନଙ୍କର ହୃଦୟକୁ ଦେଖୁଛନ୍ତି। प्रभुଙ୍କ आगे आमମାନଙ୍କର धन संपत्ति आमे केते देउछु आमने केते परिष्कार आमने केते अर्जन करूछु किछि जाय आसे कारण प्रभुଙ୍କ निकटरे ए सब गच्छित अछि। प्रभु केवल चाहंती आमମାନଙ୍କର हृदय सफा अछि ना नाही, आमମାନଙ୍କର मन सफा अछि ना नाही। तो ए जेते बेले धनी माने धन देले ए बुढ़ी जेते बेले तार अर्जित संपत्ति रु किछि देइछि प्रभु देखिले जे यार किछि नहीं आरे आगरे पछरे के नहीं ए दरिद्र पुणी ए विधवा आउ ए भाबु नहीं जे संध्या रे मते कापे चा पीवा पाई किए जोगाड़ करिवो, ये भाबु नहीं जे संध्या रे गोटे रुटी खाइबा पाई मते किए देबो। यार जहा थिला ए संपूर्ण हृदय सहित प्रभुଙ୍କର से दान भंडार रे ढाली देला। तो प्रभु आमने जिते प्रभु आगरे निजको समर्पण करू आमମାନଙ୍କର संपूर्णता प्रभु चाहे। आमने गोटे घंटा जदि जूम को आसु से गोटे घंटा प्रभु चाहती जे तांकर निमंते व्यवहार हो। आमे जदि 15 मिनिट सेवा कार्य को जीवा आगु ऑफिस को जीवा आगु प्रभु निकट में समर्पित हो से समय रे प्रभु टोटाली चाहती जे से 15 मिनिट प्रभु निमंते आम माने देई पारू। तो प्रभु आउ बसी पारले नहीं ए बुढ़ी को जितेले देखिले तार पणत कानी को देखिले तार घर को देखिले जे सब सर्वशून्य किंतु ए बुढ़ी निज पाई चिंता कला नहीं प्रभुंकर दान भंडार रे ए दुईटी कपर मुद्रा को पकई देइछि। तेणु प्रभु यीशु ख्रीष्ट बसिबा जगार उठी पड़िले आउ कहउछंती समस्तंकु जे हे मोर मंडली रो भाई माने भौणी माने शुण आपण माने जेते दान भंडार दान पकईछंती आपण मानकर अर्जित संपत्ति रु किछि किछि पकईछंती किंतु एई जो विधवा ये प्रभुଙ୍କ निमंते यार जहा संबल थिला ताहा पकई दैछंती। तो से माने जेते ताली मारिथिले से माने पकईला बेलकु धनी मानकर हाथ टिके कमी जाइथिबो किंतु समस्ते ए माँ बुढ़ी पाई समस्ते ताली मारिछंती प्रभुंकर गौरव करिछंती। ता माने आमे जानि पारुछु ए विधवा बुढ़ी माँ ए जणे प्रार्थनाशील बुढ़ी माँ। ए वाक्यांश रे आमे जानि पारुछु ए विधवा बुढ़ी माँ ए चर्च जीवा बुढ़ी माँ ए केबे भी सेवा उपासना को हे ज्ञान करंती नाही। एई बुढ़ी माँ केबे मध्य प्रभुंकर सहभागितारे निजको पछरे पकांती ना किंतु आम माने केते केते सेवक सेविका अच्छु नाए आगे से माने जाई झाड़ू झुड़ा मारंतु टेबुल सजांतु बेंच पकांतु ता बदे आमे जीवा ना ए आगर पहुंचीबा बुढ़ी माँ आ प्रभुंकर पाई जेतेबेले किछि किछि करिबा पाई मंडली रे अनाउंस हुए भोजी पानी करिबा पाई कि कांथ बढ़ेइबा कि आ गुटे घंटा आनिबा कि किछि करिबा से समय रे से हृदय सहित सांगे सांगे मानत करी से परिपूर्ण करिबा बुढ़ी माँ अटन। तो आमମାନଙ୍କର जीवन रे आम माने कोन प्रभुंको पाई करि पारुछ
प्रभु उठी पड़िले बसिथिबा जगारू आउ कहिले समस्तଙ୍କ ଠାରୁ एई माँ अधिक ଦେଇଅଛି। ए टंका कम ଦେଇଛି ସତ କିନ୍ତୁ ए हृदयर सहित ଦେଇଛି। ए ଯାହା ଦେଇଛି कम ଦେଇଛି ସତ କିନ୍ତୁ प्रभुଙ୍କ दृष्टिରେ ए ସବୁଠାରୁ ଅଧିକ ଦେଇଛି। ତାମାନେ ଜଣେ ଖ୍ରୀଷ୍ଟିଆନ ସେ ତାର ଦାନ ଦକ୍ଷିଣାରୁ ତାର ସବୁ ବାଡିର ଫଳ ମୂଳରୁ ଦେବା ସଙ୍ଗେ ସଙ୍ଗେ ସବୁଠାରୁ ବେଶୀ ପସନ୍ଦ ପ୍ରଭୁ କରନ୍ତି ଯେତେବେଳେ ଆମମାନେ ଆମମାନଙ୍କ ହୃଦୟକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବୁ। ଯେ ପ୍ରଭୁ ମୁଁ ଆଜି ଚର୍ଚ୍ଚ ଯାଉଛି କିଏ ବାକ୍ୟ ପ୍ରଚାର କରୁ ମୋର ଯାଏ ଆସେ ନାହିଁ ପ୍ରଭୁ କିନ୍ତୁ ମୁଁ ତୁମ ସହିତ 1.5 ଘଣ୍ଟା ଚର୍ଚ୍ଚରେ ବିତେଇବି। ମୁଁ ତୁମର ସହିତ ଘଣ୍ଟେ ଅଧେ ବାକ୍ୟରେ କଥା ହେବି ପ୍ରାର୍ଥନାରେ କଥା ହେବି। ମୁଁ ତୁମ ସହିତ ପ୍ରଭୁ ମୋର ପରିବାରର ସମସ୍ୟା ତୁମ ଆଗରେ ରଖିବି। ପ୍ରଭୁ ତୁମେ ମତେ ଉଦ୍ଧାର କର। ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଗୋଟି କଇନା ଆଣି ଯୀଶୁ ଖ୍ରୀଷ୍ଟଙ୍କର ଛିଦ୍ର ଧରିବା ପାଇଁ ଲୋକମାନେ ପଚାରିଲେ ପ୍ରଭୁ ए पैसार मूर्ति काहार आमे काहाकू देबू। प्रभु जीशु बापा कहले से कॉइन रे काहार मूर्ति अछि से माने कहले काईश्वरंकर प्रभु। प्रभु कहले काईश्वरंकर जहा तुमे काईश्वरंकु दियो पुणी ईश्वरंकर जहा ताहा तुमे ईश्वरंकु दियो। तो मोर प्रिय मंडली आज मु आपण मानकु आ मु निजको कहिबा पा चाहे आमनकर हृदय जगतर छाप मोहर लगी अछि ना जीशु ख्रीष्टंकर मोहर लगी अछि। आमने कहार मुद्रा रे मुद्रांकित होई अछि। आमे जदि जगतर ए मोह माया कली अभिलाष रे जदि आमने मुद्रांकित होई अछु ताहेले मु ग्यारंटी कहिबी जे आमने जगतर मोहर रे आमने मोहर लगई हेई अछि। किंतु प्रभुଙ୍କ निमंते जदि आमने प्रकृत रे शिष्य शिष्य हेई पारिछु जीशु ख्रीष्टंकर सेई क्रूस्य रक्त रे जदि आमने किना जाई अछि आमनकर हृदय रे जदि प्रभु जीशु ख्रीष्टंकर छाप लागिछि से मुद्रा अवतार कॉइन रे कार छाप अछि से माने कहिले काईश्वरंकर ताहेले काईश्वरंको दियो। एई पानी रे पवन रे एई जगतर सृष्टिर गछ पत वृक्ष लतारे काहार मूर्ति अछि प्रभु से सबु तो आपण सृष्टि करिथिबाटा ताहेले सेई सबु मते तुमे दियो। समय जदि प्रभुंकर ताहेले आमने प्रभुंको समय देबा आवश्यक। आमे जदि प्रभुंक निकटरे जदि प्रभुंकर छाप खाइचु प्रभुंकर सेई कृष्य मोहर जदि आमनकर हृदय रे आमनकर परिवार रे आमनकर मंडली रे जदि प्रभुंकर छाप मरा हेइछि ताहेले आमने प्रभुंकर टू आउ आमे निजो निजको प्रभुंक हस्ତରେ समर्पित करिवार आवश्यकता अछि। आज प्रभु आपण मानकु मते पचारुछंती आमनकर परिवार रे आमनकर मंडली रे आमे कहार से मूर्ति रे कहार मुद्रा रे कहार मूर्ति थिला काईश्वरंकर से काईश्वरंकर पाखकु चली गला आ प्रभुंकर जहा ताहा प्रभुंकर निकटकु गला। आमे जदि प्रकृत रे प्रभुंकर निकटकु जाऊ प्रभुंकर छाप जदि आमनकर परिवार रे आमनकर पुत्र कन्या माननको ऊपर अछि हमर मंडली जदि प्रभुंकर रक्त रे कृत मंडली मने रखु आमने प्रभुंक दृष्टि रे प्रथम स्थान अख्तियार करिबा। साधारण अंडा जेतेबेले आपण माने आ मु घर को आणु आमलेट बनैबा पाई आमे जेतेबेले भांगु ताहेले से अंडा गोटे जीवन नष्ट करे आउ आम्मान को गोटे बेलार खाइबार तरकारी हेई जाए आइदे भुजिया हुए बा आमलेट हुए। अंडा जेतेबेले आम्माने भांगु से आमलेट पाई या भुजिया पाई भांगु किंतु अंडा जेतेबेले तार से भांगे ताहेले से गोटे नुआ जीवन नहीं कि आसे। अंडा जेतेबेले अपने आप भांगुछि से गोटे नुआ जीवन नहीं कि आसुछि।
କିନ୍ତୁ ଆମେ ମାନେ ଯେତେବେଳେ ଭାଙ୍ଗୁଛୁ ତାହେଲେ ସେ ଆମଲେଟ ପାଇଁ ଭୁଜିଆ ପାଇଁ ଭାଙ୍ଗୁଛୁ। ତ ଆମମାନଙ୍କର ଏଇ ଜଗତର ମୋହ ମାୟା, ଏଇ ଜଗତର କଳି ଅଭିଳାଷରୁ, ଏଇ ଜଗତର ସଂକଟରୁ ଆମମାନଙ୍କୁ କିଏ କଣ କହୁଛନ୍ତି, ପଡିଶା ଘର ଲୋକ କଣ କହୁଛନ୍ତି, ଅଫିସରେ ଆଜି କଣ କୁହାଗଲା, ଆଜି ସେ ବସ୍ ବାଲା କଣ କହିଲା, ଆଜି ମୋ ମାଉସୀ କଣ କଲା, ମୋ ମଉସା କଣ କହିଲା, ଏଇ ଲୋକମାନଙ୍କ ଦ୍ଵାରା କଥା ଶୁଣି ଯଦି ଆମେ ଭାଙ୍ଗି ପଡିବା ତାହେଲେ ଆମମାନେ ଜଷ୍ଟ ଆମଲେଟ ଆଉ ଭୁଜିଆ ପରେ ରହିଯିବା। କିନ୍ତୁ ଆମେ ଆମମାନଙ୍କର ଅନ୍ତରରୁ ଯେତେବେଳେ ଭାଙ୍ଗିବା, ଆମମାନଙ୍କର ମନକୁ ଯେତେବେଳେ ଭାଙ୍ଗିବା, ଆମମାନଙ୍କର ଆଣ୍ଠୁକୁ ଯେତେବେଳେ ଭାଙ୍ଗିବା, ଆମମାନେ ଯେତେବେଳେ ଅଶ୍ରୁର ସହିତ ଭିତରୁ ଯେତେବେଳେ ଆମମାନେ ଭାଙ୍ଗିବା, ଗୋଟିଏ ପରିବାର ପାଇଁ ଆଶୀର୍ବାଦର କାରଣ ହେବା, ଗୋଟେ ମଣ୍ଡଳୀ ପାଇଁ ଗୋଟେ ଉପଯୁକ୍ତ ଖାଣ୍ଟି ପ୍ରଭୁ ବିଶ୍ୱାସୀ ପରିବାର ସହିତ ଆମମାନେ ଜଡ଼ିତ ହେଇପାରିବା। ଆଉ ପ୍ରଭୁ କହିବେ ଯେ ଆଜି ଏଇ ପରିବାରରେ ପରିତ୍ରାଣ ଉପସ୍ଥିତ ହେଲା। କି ଭାଗ୍ୟବାନ ସେ ପରିବାର ଯେ ଜଣେ ବ୍ୟକ୍ତିଙ୍କ ପାଇଁ ସେ ପରିବାର, ହୋଲ ପରିବାର, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି ଆଜି ଏଇ ଗୃହରେ ପରିତ୍ରାଣ ଉପସ୍ଥିତ ହେଲା। ଆଜି ଏଇ ଗୃହରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୋହର ଲାଗିଲା, ଆଉ ଏଇ ପରିବାର ପ୍ରଭୁଙ୍କର ପରିବାର ବୋଲି ଘୋଷିତ କରାଯାଉଛି। ଆଜି ଆମମାନଙ୍କର ପୁତ୍ର କନ୍ୟା ମାନଙ୍କ ଦ୍ଵାରା, ଆମମାନଙ୍କର ଚାଲିଚଳନ ଦ୍ଵାରା, ଆମମାନଙ୍କର କଥା ଭାଷା ଦ୍ଵାରା ଆମର ସାହି ପଡିଶା ଜାଣିପାରୁଛନ୍ତି ତ ଆମମାନେ ଖ୍ରୀଷ୍ଟିଆନ ବୋଲି। ଆମେ ଯୋଉ ବସରେ ଟ୍ରାଭେଲ କରୁଛୁ, ଯୋଉ ଅଫିସରେ କାର୍ଯ୍ୟ କରୁଛୁ, ସେମାନେ ଜାଣିଛନ୍ତି ତ ଆମମାନେ ପ୍ରଭୁଙ୍କର ମୋହର ପାଇବା ଲୋକମାନେ। ଏ ଦୁନିଆ ଯେତେ ବି ଆମମାନଙ୍କୁ ଉପରୁ ଭାଙ୍ଗିବା ପାଇଁ ଚେଷ୍ଟା କରୁନା ପଛେ, ଆମମାନେ ଯେତେବେଳେ ଭିତରୁ ଭାଙ୍ଗିବା ଆରମ୍ଭ କରିବା, ମନେ ରଖନ୍ତୁ ପ୍ରଭୁ ସେ ବସିଥିବା ଜାଗାରେ ଉଠି ପଡିବେ, କହିବେ ଏଇଟା ପରିବାର, ମୋର ରକ୍ତରେ କ୍ରୀତ ପରିବାର। ଏଇ ଗାଁର ସମସ୍ତଙ୍କ ଠାରୁ ଏଇ ପରିବାରକୁ ମୁଁ ବେଶୀ ଭଲ ପାଏ, ଏଇ ମଣ୍ଡଳୀର ସମସ୍ତଙ୍କ ଠାରୁ ଏଇ ପରିବାରକୁ ମୁଁ ବେଶୀ ଭଲ ପାଏ। ଯେହେତୁ ଘଣ୍ଟି ବାଜୁ ବାଜୁ ସମସ୍ତେ ଯାଆନ୍ତି, ଦାନ ଦକ୍ଷିଣାରେ ସାମିଲ ହୁଅନ୍ତି, ସେବା କାର୍ଯ୍ୟରେ ସାମିଲ ହୁଅନ୍ତି, ସବୁ କ୍ଷେତ୍ରରେ ସାମିଲ ହୁଅନ୍ତି। କାରଣ ଏଇ ପରିବାର ଗୋଟେ ପ୍ରାର୍ଥନାଶୀଳ ପରିବାର, ଏଇ ପରିବାର ଗୋଟେ ଚର୍ଚ୍ଚ ଗୃହ ଯିବା ପରିବାର, ଏଇ ପରିବାର ଆଉ ସେବା ଉପାସନାରେ ହସ୍ତ ଲମ୍ବା କରିବା ପରିବାର। ସେଇଦିନ ସେ ବିଧବା ହେଲେ କଣ ହେଲା? ସେ ବିଧବା ହେଲେ ବି ତାର ବିଧବାକୁ ପଛରେ ପକେଇ ସେ ଚର୍ଚ୍ଚ ଯାଉଥିବା ବିଧବା ଅଟନ୍ତି। ସେ ପ୍ରଭୁଙ୍କର ସେବାରେ ପ୍ରଥମ ସ୍ଥାନ ଅକ୍ତିଆର କରିବା ଆଉ ବିଧବା ସେ ଅଟନ୍ତି। ତ ପ୍ରଭୁ ଆଉ ବସି ପାରିଲେ ନାହିଁ, ଉଠି ପଡିଲେ, କହିଲେ ସମସ୍ତଙ୍କ ଠାରୁ ଏ ବେଶୀ ଦାନ ଦେଇଅଛି। ଯେହେତୁ କଇନ ସେନା ଦୁଇଟା, କିନ୍ତୁ ଏ ହୃଦୟର ସହିତ ଦେଇଅଛି। ଦିନେ ଗୋଟେ ପୁଅ ସବୁବେଳେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆଉ ଗୋଟିଏ ପୁଟ ତଳକୁ ଆସିବା ପାଇଁ ସାହାଯ୍ୟ କର, ପ୍ରଭୁ ଆଉ ଗୋଟିଏ ପୁଟ ତଳକୁ ଆସିବା ପାଇଁ ସାହାଯ୍ୟ କର। ତ ପ୍ରଭୁ ପଚାରିଲେ, ହଇରେ ପୁଅ, ତୁ ଯୋଉ 2 ବର୍ଷ ହେଲା ପ୍ରାର୍ଥନା କରୁଛୁ ଗୋଟିଏ ପୁଟ ତଳକୁ ଆସିବା ପାଇଁ ସାହାଯ୍ୟ କର, ୟାର ଅର୍ଥ କଣ? ସେ କହିଲେ, ପୁଅଟି କହିଲେ, ଆଜ୍ଞା ତତେ କହିଲେ ପ୍ରଭୁ ମୋର ବାପାଙ୍କୁ ତୁମେ ଯଥେଷ୍ଟ ଜ୍ଞାନ ଦେଇଛ ପ୍ରଭୁ, ସେ ବାଇବଲ ନ ଦେଖିବି ବାଇବଲର ପର୍ବପଦ କହିପାରନ୍ତି, ଆଉ ବାଇବଲର ସବୁ କିଛି ସେ ବ୍ୟାଖ୍ୟା କରନ୍ତି, କିନ୍ତୁ ସବୁ ମୁଣ୍ଡରେ ଅଛି ପ୍ରଭୁ, କିନ୍ତୁ ହୃଦୟରେ କିଛି ନାହିଁ। ସେଥିପାଇଁ ମୁଁ ପ୍ରାର୍ଥନା କରୁଛି, ଏଇ ମୁଣ୍ଡରେ ବାପାଙ୍କୁ ଯାହା ଦେଇଛ ପ୍ରଭୁ, ସେଇ ଗୋଟିଏ ପୁଟ ତଳକୁ ହୃଦୟ ଅଛି ପ୍ରଭୁ, ସେ ସବୁ ହୃଦୟକୁ ଆସିବା ପାଇଁ ସାହାଯ୍ୟ କର। ତ ଆମମାନେ ଯାହା ସବୁ କରୁଛୁ ମୁଣ୍ଡରେ କରୁଛୁ, ମୁଣ୍ଡର ଜ୍ଞାନର ସହିତ କରୁଛୁ, ବୁଦ୍ଧିର ସହିତ କରୁଛୁ ନା ହୃଦୟର ସହିତ କରୁଛୁ? ଯଦି ଆମେ ହୃଦୟର ସହିତ କରିବା ତାହେଲେ ମନେ ରଖୁ ପ୍ରଭୁଙ୍କ ଦୃଷ୍ଟିରେ ଆମେ ଯୋଗ୍ୟ ବିବେଚିତ ହେବା। ଆମେ ଯଦି ହୃଦୟର ସହିତ କରିବା ତାହେଲେ ମନେ ରଖୁ ପ୍ରଭୁଙ୍କ ଦୃଷ୍ଟିରେ ଆମମାନେ ଆଶୀର୍ବାଦର ପରିବାର ହେଇପାରିବା। ଯଦି ଆମେ ହୃଦୟର ସହିତ ଭାଙ୍ଗୁ, ଗୋଟିଏ ବ୍ୟକ୍ତି ବିଶେଷଙ୍କର ଜୀବନରେ ଆମେ ଆଦର୍ଶ ହେଇପାରିବା। ଯଦି ଆମେ ହୃଦୟର ସହିତ ପ୍ରାର୍ଥନା କରୁ, ଚିନ୍ତା କରୁ, ଆମମାନେ ଯାହା ମାଗୁ ଆମମାନେ ତାହା ପାଇପାରିବା।
जदि आमने हृदय सहित सबु किछि करू ताहेले प्रभुंक दृष्टि रे आमने सबु किछि आमने करि परिबा। तेणु मु कहूछि वाक्य आमन को कुहे मु कहूछि अर्थ तो सेटा टिके घमंड बोधे हे जीवो। वाक्य आज आमन को शिक्षा दिए हम्बल रो सहित बाइबल रो आदि रो प्रकाशित पर्यंत जहा लेखा हे अछि प्रभु आमन को शिखिबा पाई जानिबा पाई आउ तार आचरण करिबा पाई प्रभुंकर दास दासी मानक द्वारा से कह। तेणु आसु आज ये अल्प वाक्य रे शिक्षा अंडा जमिति आम माने भांगिले से नष्ट हो जाए किंतु ता भीतर आड़ू भांगिले जीवन आसे ठीक सेमिति आमे माने भीतर आड़ू भांगिबा। आउ पुओ जेमिति प्रार्थना करतिला प्रभु गोटे फुट तळको आसी पई साहाय्य कर आम माने मुंडरे जहा रखिछु जहा भाबुछु चिंता करछु से सब हृदय को नहीं आसीबा आ प्रभु को समर्पित करिदेबा। आमे जिते बेले हृदय को प्रभु को नहीं आसीबा हृदय को प्रभुंकर वाक्य को नहीं आसीबा से दिन प्रभु कहले यक्षଙ୍କ घरे जे आज एई गृहरे परित्राण उपस्थित है। आज कहि पारिबे कि प्रभु जे पितरଙ୍କ द्वारा तांको परिवार आशीर्वाद प्राप्त हेले परित्राण प्राप्त हेले लिमा परिवार को द्वारा प्रभु आज गौरवान्वित हेले परित्राण प्राप्त हेले परिवार समस्ते से विधवा जमिति समस्तंकर दृष्टि रे छिड़ा करागले आउ समस्तंक ठारू बेसी दान उपाधि पाइले जेहेतु हृदय सहित देइथिले आमनकर कार्यकलाप आज प्रभुंकर निमंते उच्चीकृत हेई पारुछि कि जदि हेई पारु नै आमने चेष्टा करिबा कारण प्रभु कहिले मो बिना तुमने किछि करि पार नै। आम माने जगतर ना प्रभुंकर आमनकर शरीर रे मन आत्मा परिवार रे को मोहर लागि छि केवल ख्रीष्ट ए गृहर कर्ता बोली से गोटे प्लास्टिक रो कोन बोर्ड गोटे मारी देले यथेष्ट न द्वार बंदरे वर्ष को थरे ताकू रिकलर दे कि ख्रीष्ट ए गृहर कर्ता मात्र भितरे पसला को आउ के सेटा सेति पई आम माने समस्ते निजे निजे सतर्क हेबा प्रभुंकर छाप मोहर आम मानकर शरीर रे रखी प्रभुंकर गौरव निमंते आम माने व्यवहार हेबा। तेणु प्रभु ए अल्प वाक्य रे शिक्षा रे आमे समस्तंको आशीर्वाद करंतु मो दिन दासन को सुजोग देइथिबारु पितर आज्ञाଙ୍କ कतिरे पुणी आपण माने शुणिथिबारु आपणको कतिरे अशेष अशेष धन्यवाद। आ शुभश्री सृष्टि बहुत सुंदर भाबरे से वर्शिप कले दि तीनटा भाषा रे गीत गाइले मु चाहूची आसुथिबा दिन मानकरे प्रभु सबु भाषा जानती आमे जानू न जानू जाकू जेते भाषा बुझुचे सबु भाषा रे स्तुति प्रशंसा उपासना रे आग को बढ़ंतु प्रभु आमे समस्तंको आशीर्वाद करंतु। धन्यवाद। समस्त माने प्रभु को गौरव दे उच्च करताल देबा सुंदर वाक्य सकाशे विशेष विशेष धन्यवाद आज्ञा। अति सुंदर भाव सरल भाव प्रभुंकर वाक्यरू आम को शिक्षा प्रदान करिसंती। प्रथम आरंभ कले सबु अवस्था रे प्रभु आम को देखंती एवं सही विधवांकर दानर विषय नहीं कि अति सुंदर भाव पुंखानुपुंख भाव आम को बुझेइछंती बा शिक्षा देइछंती। आमने वर्तमान वाक्य शुणिले यथेष्ट नुह आम को प्रभु देखुछंती आमने केउ अवस्था रे अछु कि प्रकार भाव आमने अपना हृदय को आमने प्रभु को देउछु। आज आमने निज निज को देखिबा प्रभु तो आमको देखंती किंतु आज आमे निज को देखिबा मु केउ स्थान रे अछि। प्रभु आपन को बहुल भाव आशीर्वाद करंतु आपनकर सेवा कार्य रे आपनकर परिवार को आपनकर मिनिस्टर को प्रभु मंगल दया आशीर्वाद करी दिन को दिन वर्धिष्णु करंतु। धन्यवाद आज्ञा। वर्तमान आमने शेष समय मध्य अच्छु आमने ए समस्त विषय ने क्लुप्त भाव प्रार्थना करिबा प्रभुंकर दासंक निमंते आमने प्रत्येक प्रभुंकर वाक्य शुणिछु आमने मध्य प्रत्येक जेपरि सेई वाक्य को धारण करिबा ग्रहण करिबा एवं जीवन मध्य पालन करिबा सेति पई प्रार्थना करिबा एवं प्रभुंकर दासी
स्तुति आराधना करिसेंती तांको पाई मध्ये आमने प्रार्थना करिबा एवं आरंभ ए पर्यंत जो सकल कार्य आमने करि आसीछु प्रार्थना आउ स्तुति आराधना ए समस्त निमंते मध्ये आमने प्रार्थना करिबा। एही समय रे मु अनुरोध करी केलिमा सार सम्मुख रे अछंती आज्ञा मते सुनि पारछंती कि केलिमा आज्ञा एही समस्त विषय ने आपण प्रार्थना उत्सर्ग करिवे मध्य आदर्श प्रार्थना एवं आशीर्वाद भिक्षा